ସାର୍ ଆପଣଙ୍କ ନାଁ କ'ଣ? ମୋ ନାଁ ବିଚିତ୍ରାନନ୍ଦ ନାୟକ। ଆଜ୍ଞା। ଘର ହଉଛି ନିର୍ଗୁଣ୍ଡି। ନିର୍ଗୁଣ୍ଡି। ଲଖରା ପୋଷ୍ଟ ଅଫିସ ଜିଲ୍ଲା କଟକ। ଆଜ୍ଞା। କ'ଣ କରନ୍ତି ଆପଣ? ଆପଣ କ'ଣ କରନ୍ତି? ମୁଁ କରୁଥିଲି ମାଧ୍ୟମିକ ଶିକ୍ଷା ପରିଷଦର ଆଜ୍ଞା। ଜଣେ ସେକ୍ସନ ଅଫିସର ଥାଇ ରିଟାୟାର କରିଛି, ଏବେ ଘରେ ରହି। କୋଉଠି ଥିଲେ ଆପଣ? ଅଫିସ କୋଉଠି ଥିଲା? ଆମ ଅଫିସ କଟକରେ ଥିଲା। ଆଗେ ସମ୍ବଲପୁର ମୁଁ ଟ୍ରାନ୍ସଫର ହେଇଯାଇଥିଲି, କଟକ ସମ୍ବଲପୁର, ଏବେ କଟକ ପଳେଇ ଆସିଲି, ରିଟାୟାର କଲି 2006 ମସିହାରେ। ମୁଁ ଅଗଷ୍ଟ 6 ମସିହାରେ ରିଟାୟାର କଲି। ଆପଣ ଗୋଟେ ଜଗନ୍ନାଥଙ୍କ ଉପରେ ଅନୁଭୂତି କୁହନ୍ତୁ। ହଁ, ଜଗନ୍ନାଥଙ୍କ ଅନୁଭୂତି। ଜଗନ୍ନାଥଙ୍କ ବିଷୟରେ ଅନୁଭୂତି ବିଷୟରେ ବହୁତ କିଛି ଅଛି। ସେ ଜଗନ୍ନାଥଙ୍କୁ ଟିକେ ମୁଁ ସ୍ମରଣ କରିବି। ଜୟ ଗୁରୁ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ପ୍ରଭୁ ଜଗନ୍ନାଥ ଜଗନ୍ନାଥଙ୍କର ଅନୁଭୂତି ବିଷୟରେ ଅଲୌକିକ ଅନୁଭୂତି, ସ୍ୱତନ୍ତ୍ର ପ୍ରତ୍ୟକ୍ଷ ଠାକୁର ସିଏ ଅଛନ୍ତି। ସିଏ କେବଳ ଓଡ଼ିଶାର ଠାକୁର ନୁହନ୍ତି, ସାରା ଜଗତର ଜଗନ୍ନାଥ। ସିଏ ରହିଛନ୍ତି ଆମ ଏଇ ଓଡ଼ିଶାର ପବିତ୍ର ଭୂମି ନୀଳାଚଳ ଧାମରେ, ପୁରୀରେ। ଥରେ ତାଙ୍କର ଅନୁଭୂତି ବିଷୟରେ ଆଶ୍ଚର୍ଯ୍ୟ ଧରଣର ଅନୁଭୂତି ମୋର। ଥରେ ମୁଁ ଯାଇଥିଲି, ଆମେ ଗୋଟେ ଗ୍ରୁପ ଯାଇଥିଲୁ, ମାନେ ସାଇକେଲରେ ବୁଲିକିରି ଏବଂ ହଣ୍ଡା ଡିକ୍ଚି ନେଇକିରି ଯାଇଥିଲୁ। ରୋଷେଇ କରି ଖାଇକା ଯିବୁ, କୋଣାର୍କ ଫୋଣାର୍କ ସବୁ ଇଏ ଯାଇକିରି ଚାଲିଛୁ। ମଝିରେ ଯୋଉଠି ହେଲା ଖାଇଲୁ ପିଇଲୁ, ରୋଷେଇ କଲୁ, ଖାଇଲୁ, ପୁଣି ଚାଲିଲୁ, ପୁଣି ସାଇକେଲ କରିଗଲୁ। 7-8 ଜଣ ଯାଇଥିଲୁ। ଯାଇକିରି ଆମର କୋଣାର୍କ ଦର୍ଶନ, ଅନ୍ୟାନ୍ୟ ସବୁ ଦର୍ଶନ, ମଝିରେ ବାଟରେ ସବୁ ଦେବୀ ଦର୍ଶନ ସବୁ ଦର୍ଶନ କରିକି ଯାଇକି ପୁରୀରେ ପହଞ୍ଚିଗଲୁ। ପୁରୀରେ ପହଞ୍ଚିଗଲା ପରେ କ'ଣ ହେଇଛି? କେତେବେଳକୁ ପହଞ୍ଚିଲେ? ପହଞ୍ଚିଲୁ 5ଟା, 4:30, 5ଟା ଟାଇମ୍, 4:30 ଟାଇମ୍। ହଁ, 4:30ରେ ପହଞ୍ଚିଲୁ। ଯେମିତି ପହଞ୍ଚିଲୁ, ଚପଲ ଥୋଇଦେଲୁ କୋଉଠି ନା, ଯୋଉ ଆମର ଅରୁଣ ଖମ୍ବ ସେଇ ପାଖରେ ଚପଲଟା ସବୁ ଥୋଇଲୁ। ହଁ, ପାଖରେ ଥୋଇକି ଭିତରକୁ ଗଲୁ। ଯେତେବେଳେ ହେଇଗଲାଣି ଆଜିକି 30-35 ବର୍ଷ ପାଖାପାଖି, ସେତେବେଳେ ଯାଇ ପହଞ୍ଚିଲୁ, ଗଲୁ। ସେ ତା ଦେହରୁ କେତେଜଣ କହିଲେ ନାଇଁ ଆମେ ହୋଟେଲରେ ଖାଇବା। ମୁଁ କହିଲି କ'ଣ, ଜଗନ୍ନାଥଙ୍କ କତିକି ଆଇଛ, ହୋଟେଲରେ ଖାଇବା? ଏଗୁଡ଼ା କଥା। ଦେଖ ପ୍ରସାଦ, ମହାପ୍ରସାଦ ଏବେ 3:30-4ଟାରେ ବାହାରି ହବ ମହାପ୍ରସାଦ। ନାଇଁ କିଏ ଗୋଟା କହିଲା ନା, ସେ ଅରୁଆ ଟିକେ ମୋ ଦେହରେ ଯିବନି, ମୁଁ ଯାଉଛି ହୋଟେଲରେ ଖାଇବି। ଆଉ ଯା, ସେ ସବୁ କିଏ କୁଆଡ଼େ ବୁଲାବୁଲି କରିବାକୁ ଗଲେ। ମୁଁ ଆଉ ଜଣେ ମହାରଣା, ସିଏ ବନ୍ଧୁ ଆମର, ସିଏ ମୋ ସାଙ୍ଗରେ ଗଲେ। କହିଲେ ନାଇଁ, ସାରଙ୍କ ସାଙ୍ଗରେ ମୁଁ ଯିବି। ସିଏ ଆସିଲେ, ସିଏ ଏମିତି ବୁଲାବୁଲି କରି ମୁଁ ଯାଇକିରି ଆନନ୍ଦ ବଜାରରେ କେମିତି ପହଞ୍ଚିବି। ହଁ, ସେଠିକୁ ଯାଇ ଖୋଜି ଯାଇ ପହଞ୍ଚିଲି। ସିଏ ଯାଇଛନ୍ତି ବୁଲିବାକୁ। ହଁ, ମୁଁ କହିଲି ମୁଁ ଯାଉଛି ଆନନ୍ଦ ବଜାରକୁ, ଆଉ ତମେ ଆସ ବୁଲିବା। ସେତେବେଳେ ଭୋକ ବି ଟିକେ ହେଇଗଲାଣି। ହଁ, ଯାଇ ପହଞ୍ଚିଛୁ। ମୁଁ କ'ଣ କଲି, ଦେଖିଲା ସବୁ କୁକୁଡ଼ା ଭୋଗ ସବୁ ହେଉଛି। ଟଙ୍କା 10 ଟଙ୍କା ଦେଲି ଗୋଟା କୋଳୁଆକୁ। ସେତେବେଳେ 10 ଟଙ୍କା ପଡ଼ୁଥାଏ, 2 ଜଣ ଆରାମରେ ଖାଇବେ। ହଁ, ତାପରେ ସବୁ ଡାଲି ଫାଲି ଏସବୁ ଅଲଗା। ମୁଁ ନେଇକି କୋଳୁଆଟା ଥୋଇବି, ସମସ୍ତେ ଟଙ୍କା ଦେଇ ଦେଉଛନ୍ତି 10 ଟଙ୍କା, ଗୋଟେ ଲେଖା କୋଡ଼ିଆ ନେଇକି ଯାଉଛନ୍ତି। ଆଚ୍ଛା, ମୁଁ 10 ଟଙ୍କା ଦେଇଦେଲି। ତାପରେ ସେ ଯୋଉ ଯିଏ ବିକୁଥିଲେ, ଯୋଉ ପଣ୍ଡା, ସିଏ ତା ପାଖରେ ଗୋଟେ 10-12 ବର୍ଷ ପିଲା ବି ଠିଆ ହେଇଥାଏ। ହଁ, ସିଏ ବି ଇଏ କରୁଥାଏ। ଆପଣ ଯେତେବେଳେ କୋଡ଼ୁଆ ମହାପ୍ରସାଦ ଖାଆନ୍ତି, ଆପଣ ମହାପ୍ରସାଦ ଖାଆନ୍ତି, ସେତେବେଳେ ଆପଣ କ'ଣ ଖାଇଲା ବେଳେ, ପ୍ରସାଦ ପାଇଲା ବେଳେ କ'ଣ ଭାବନ୍ତି?
କେମିତି ଆପଣଙ୍କର ମନରେ ସିଏ ଗୋଟେ ତ ମହାପ୍ରସାଦ ଭଳି ମୁଁ ଗୋଟେ ଭାବ ଅନୁଭବ ଆସେ କେବେ କେମିତି? କରିନି। ସିଏ ମହା ଔଷଧି। ଯୋଉ ପେଟ ମୋର ଗୋଡ଼ ଗୋଡ଼ ଟିକେ ଟିକେ ହଉଥିଲା, ସିଏ ଯେମିତି ଖାଇଛି ସିଏ ଭଲ ହେଇଛି। ମୁଁ କହିବି ଆପଣଙ୍କ ସେ ମହାପ୍ରସାଦ ବିଷୟରେ। ସିଏ ଗୋଟେ ମାନେ ଏମିତି ଖାଦ୍ୟ ଯୋଉଟା କି କୋଉଠି ଇଏ ଓଡ଼ିଶା ଭିତରେ ମିଳିଲା ଭଳିଆ କି ସାରା ଭାରତରେ ମିଳିଲା ଭଳିଆ ସାରା ମୁଁ ବିଶ୍ୱରେ ନାହିଁ। ବିଷୟରେ ନାହିଁ। ନାହିଁ। ହଁ। ଧନ୍ୟବାଦ। ତେଣୁ ଗଲି କୋରୁଅଟି 10 ଟଙ୍କା ଦେଇଦେଲି, କୋରୁଅଟା ମାଗିଲି, ହାତ ବଢ଼େଇଛି, ସିଏ ଦବ ମୋତେ। ଦଉ 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 ସିଏ ଆଉ ଅନ୍ୟକୁ ଦଉଛି, ତାକୁ ଦଉଛି, କିଏ ନେଇଯାଉଛି ଟଙ୍କା ଦେଇକି ଉଠେଇ ନେଉଛି। କିନ୍ତୁ ଏତିକି ବେଳେ ଯେତେବେଳେ ମୁଁ କହିଲି ଦିଅନ୍ତୁ ମୋ ଭୋଗ ଦିଅନ୍ତୁ, ନା କୋରୁଅଟା ଦିଅନ୍ତୁ। ହଁ ଦେଲି ବା। ଟଙ୍କା ଟଙ୍କା। ମୁଁ କହିଲି ନାଇଁ ଟଙ୍କା ହବ ତମକୁ ଦେଲି, ଏ ପିଲାକୁ ପଚାରୁନ। ଟଙ୍କା ଦେବାକୁ କୋଉଠି ତ ଘରରେ ଦେଇକି ଚାଲିଆଇଲୁ। ଟଙ୍କା ଟଙ୍କା ନ ଦେଇକି କହୁଛୁ। ମୁଁ କହିଲି କ'ଣ ମୁଁ ଟଙ୍କା ଦେଇନି? ମୁଁ ଟଙ୍କା ଦେଇଛି। ଯେମିତି ଏମିତି କ୍ଷତି ମାନେ ଇଏ ହେଲା। କହିଲେ ତେଣୁ ମୁଁ ବାଧ୍ୟ ହେଇକି ନିରାଶ ହେଇକି ଆସିକିରି ସେ ଚଉପାଢ଼ିରେ ବସି ପଡ଼ିଲି। ଯେଉଁ ଆନନ୍ଦ ବଜାର ଚଉପାଢ଼ିରେ ଆଚ୍ଛା, ଆଚ୍ଛା। ବସି ପଡ଼ିକିରି ଜଗନ୍ନାଥଙ୍କର ସେଇ ବାନାକୁ, ପତିତ ପାବନ ବାନାକୁ ଅନେଇ ମୁଁ କହିଲି, ପ୍ରଭୁ ଜଗନ୍ନାଥ, ତମେ କ'ଣ ଏମିତି ଲୋକକୁ ରଖିଛ? ଆନନ୍ଦ ବଜାରରେ ମୁଁ ଟଙ୍କା ହକ ଦେଲି, ତମେ ସବୁ ଏଇ ଲୋକକୁ ରଖିଛ। ତମେ କ'ଣ ତା ଦେହରେ ସେୟାର ଅଛ ପ୍ରଭୁ ବାଃ। ନା କ'ଣ? ମୋର ଆଉ ମହାପ୍ରସାଦ ଖାଇବାର ଆଉ ନାହିଁ। ନାହିଁ। ମୁଁ ଅଭିମାନ ଆସିଲା। ହକେଠି ଅସତ୍ୟ ଦେଇ ଚାଲିଛି ଜଗନ୍ନାଥ ଧାମରେ। ତେଣୁ ଆଉ କ'ଣ ମୋ ମହାପ୍ରସାଦ ଆଜି ମୁଁ ଉପାସ ରହି ବରଂ ଆଉ ଖାଇବି, ପ୍ରସାଦ ପାଇବିନି। ଆପଣଙ୍କର ଏଇ ଅଭିମାନଟା ଆସିଲା। ଆସିଲା। ତାପରେ ତେଣୁ ଏମିତି ଜଗନ୍ନାଥ ମୋର ଅନେଇଛି। ବାଃ। ସେତେବେଳେ 10 ଟଙ୍କାର ମୂଲ୍ୟ ବି ବହୁତ। ଯାହା ହଉ, ତେଣୁ ଆଉ ମୁଁ ଖାଇବାକୁ ଇଚ୍ଛା ନ କରି ପ୍ରସାଦ ପାଇବିନି, ଏଇ ଶପଥ ନେଲି। ଆଜି ଉପାସ ଯିବି ବରଂ ଘରକୁ, କିନ୍ତୁ ଆଉ ପ୍ରସାଦ କୋଉଠି ପାଇବି। ଏଇ ସମୟରେ ସେ ମୋ ସାଙ୍ଗରେ ଯିଏ ଯାଇଥିଲେ, ବସନ୍ତ ମହାରାଣା ବୋଲି ତାଙ୍କ ନାଁ, ଆଜ୍ଞା। ସିଏ କହିଲେ ସାର୍ ଆଉ ଆଉ ବସିଛ, ଆଉ ମହାପ୍ରସାଦ ଆଣିଲନି? ମୁଁ କହିଲି ନାଇଁ, ସିଏ ଆଣିବି କ'ଣ, ଏଇ ବା ଟଙ୍କା ଦେଲି। ସିଏ ମୋତେ କହୁଛି ବେଇପୁଅ କ'ଣ ଟଙ୍କା ଦେଇନୁ, କ'ଣ ଏମିତି କହୁଛୁ? ଆଉ କ'ଣ ପ୍ରସାଦ ନା କିଏ? ମୁଁ କହିଲି ଏଇ ସେଠି ବଇଛି ଯେଉଁ ପିଲାଟା ଠିଆ ହେଇଛି। ସେଇ ସାଙ୍ଗେ ସାଙ୍ଗେ ସିଏ କ'ଣ କଲା, ଏହା କହିକି ସିଧା ଚାଲିଗଲା। ହଁ ଯାଉଛି, ଇଆଡ଼ୁ ଗୋଟା କୋରୁଆ ଉଠେଇ ଆଣିଲା। ସିଏ ଆଉ ଦେଖିନି, କୋରୁଆ ଆଣିକି ମୋତେ ଦେଇଦେଲା। ମୁଁ କହିଲି କ'ଣ ତମେ କ'ଣ ପଇସା ଦେଲନି? ପଇସା ବା ନେଇଛି। ନେଇଛି ଆଉ ଦଉଛ ନା? ବସନ୍ତ ମହାରାଣା, ସେ ମହାରାଣା ହଉଛି କିଏ? ଦୀନବନ୍ଧୁ ମହାରାଣା ଯିଏ ତାକୁ କରିଛି, ନିଜେ ତିଆରି ଅନନ୍ତ ମହାରଣା। ଅନନ୍ତ ମହାରାଣା। ସେ ଅନନ୍ତ ମହାରାଣା ଆପଣ ଜାଣିଲେ ସେ ଏଠି ଦି ଜଣ କିଏ ବସିବେ? ନେଇଆସିଲା, ଟଙ୍କା ଦେଲାନି। ମୁଁ ଟଙ୍କା ଦେଲି, ପାଇଲିନି, ଟଙ୍କା ନ ଦେଇ ଟଙ୍କା ନ ଦେଇକିରି ପାଇଲା। ହଉ ତାହେଲେ ଆଉ ନେଇଯାଅ 10 ଟଙ୍କା। 5 ଟଙ୍କା ଲେଖା ଥାଏ ସେ ଯୋଉ ଡାଲି ଛୋଟ ଛୋଟ ମହୁର ବେଶରେ। ନେଇଆସ। ନେଇଆସିଲା। ଆଉ ମହୁର ସେ ଗୋଟେ ବି ନେଇ ଆଇଲା। ନେଇଆସି ବସିକି 2 ଜଣ ଯାକ ପତ୍ର ଆଣିଲୁ। ଯା ପତ୍ର ନେଇଆସ। 2ଟା ପତ୍ର ସେ ଯାଇ ନେଇ ଆସିଲା। ଠାକୁର ଶୁଣିଲେ ଆପଣଙ୍କର ଅନ୍ତର କଥା। ଖାଇଲୁ, କି ଆନନ୍ଦ। ସେ ଆପଣଙ୍କର ବିଶ୍ୱାସ କ'ଣ ଆସିଲା? ମୋର ବିଚାର, ମୁଁ ତ ଖାଉଥାଏ, ଖାଲି ସେ ପତିତ ଅନେଇଥାଏ, ଧନ୍ୟ ଆନନ୍ଦରେ ଖାଉଥାଏ, କି ଆନନ୍ଦ ଭରପୁର ହେଇଯାଇଥାଏ। ଆଚ୍ଛା, ଆପଣଙ୍କର ଅନୁଭୂତି ଏଠି କ'ଣ ଆସିଲା? ଅନୁମୋଦନ ଜଗନ୍ନାଥ ସ୍ୱୟଂ ଅଛନ୍ତି, ସିଏ ଠିକ ଶାସନ କରୁଛନ୍ତି, ଆଖି ସବୁ ଦେଖୁଛି। ତେଣୁ ଆଚ୍ଛା, ତାପରେ କ'ଣ ହେଲା ଆଉ